ମୁଁ ମନ୍ଦିର ଗଡ଼ଚଣ୍ଡୀ ମନ୍ଦିର ଆସୁଛି ଦୀର୍ଘ 2001ରୁ। କାହିଁକିନା ମାଆଙ୍କ ପାଖକୁ ଆସିଲେ ସକାଳ ହେଉ ସନ୍ଧ୍ୟା ହେଉ ଯେତେବେଳେ ସମୟ ପାଏ ମୁଁ ମାଆଙ୍କ ମନ୍ଦିର ଆସେ। କାରଣ ମାଆଙ୍କ ମନ୍ଦିର ଆସିବା ଦ୍ୱାରା ମୋର ବହୁତ ବିପଦରେ ଥିଲି, ବହୁତ ଅସୁବିଧା ଥିଲି। ମାଆଙ୍କ ପାଖକୁ ଆସିବା ଦ୍ୱାରା ମୋର ବହୁତ ମାନେ ଯେଉଁ କାମ ନ ହେବା ଲୋକ ଯେଉଁ କାମ ନ ହେବା କାର୍ଯ୍ୟ ସେ କାମ ହେଇଛି। ଏବଂ ମାଆଙ୍କୁ ପଚାରିଲେ ଶାନ୍ତି ମାନସିକ ଗୋଟେ ଶାନ୍ତି ମିଳେ ମଣିଷ। ଯାହା ହେଉ ଆଜି ପ୍ରଭୁଙ୍କ ଉପରେ ଆସିଲି, ପ୍ରଭୁଙ୍କ ଉପରେ ଏତେ ମହିମା ଅଛି ଯେ ମୋର ଗୋଟେ ବହୁତ ଗୁଡ଼ିଏ ପ୍ରୋବ୍ଲେମ୍ ସବୁ ଥିଲା। ମନ୍ଦିର ଆସିବା ଦ୍ୱାରା ମୋର ବହୁତ ଗୁଡ଼ିଏ ପ୍ରୋବ୍ଲେମ୍ ସଲ୍ଭ ହେଇଛି। ଆଉ ମନ୍ଦିର ଯେଉଁଦିନ ଆସିନଥିବି ସେଦିନ ମୋତେ ନିଦ ହୁଏନି ରାତିରେ। କାହିଁକିନା ମାଆଙ୍କ ଫଟୋ ସବୁବେଳେ ମୋତେ ମୁହଁଟା ସବୁବେଳେ ମୋ ମନରେ ଆସେ। ଆଉ ତେଣୁକରି ମୁଁ ଦୀର୍ଘ 2001ରୁ ଆଜି ପର୍ଯ୍ୟନ୍ତ ସବୁଦିନ ସକାଳ ହେଉ ସନ୍ଧ୍ୟାବେଳ ଯେମିତି ହେଲେ ଆସିବା କଥା ଆସିବି ମନ୍ଦିର। ବହୁତ ଥର ମାନେ ଯେତେବେଳେ ମୋ ପାଖରେ ଭଗବାନଙ୍କର ଆଶୀର୍ବାଦ ମୋ ପାଖରେ ଏତେ ପଇସା ହେଇଯାଇଥିଲା ଯେ ମୁଁ ମନ୍ଦିର ଆସିବା ଛାଡ଼ି ଦେଇଥିଲି। ତାହେଲେ ମଝିରେ ବିଗତ କିଛି ବର୍ଷ ହେଲାଣି ମନ୍ଦିର ଆସିପାରୁନଥିଲି। ତାପରେ ଯେତେବେଳେ ମୋ ପାଖରେ କିଛି ରହିଲାନି ସେତେବେଳେ ମୁଁ ପୁଣି ବାଧ୍ୟ ହେଲି ମାଆଙ୍କ ପାଖକୁ ଆସିବା ପାଇଁ। ମାନେ ଏଥିରୁ ମୁଁ ହେଲି ଯେ ଯେତେବେଳେ ମାଆଙ୍କ ଶରଣରେ ପଶିଥିଲି, ଯେତେବେଳେ ମୋ ପାଖରେ କିଛି ନଥିଲା ମୁଁ ସେତେବେଳେ ମାଆଙ୍କ ଶରଣରେ ପଶିଥିଲି। ମାଆଙ୍କ ଶରଣ ମୁଁ ବହୁତ କିଛି ପାଇଥିଲି, ଲୋକ ସମ୍ପର୍କ ପାଇଥିଲି, ବହୁତ ଭଲ ଭଲ ଜିନିଷ ପାଇଥିଲି। ଯେପରି ମୋ ମାଆଙ୍କ ପାଖରୁ ଆସିବା ଛାଡ଼ିଦେଲି ବହୁତ ଗୁଡ଼ିଏ ଜିନିଷ ମୋ ହାତରୁ ଚାଲିଗଲା, ହରେଇଦେଲି ଏବଂ ବହୁତ ଦୁଃଖ କଷ୍ଟରେ ଅବିକା ଚାଲିଛି। ଏତିକି ଯେ ଆମେ ମଣିଷ ସ୍ୱାର୍ଥପର ହେଇଯାଉଛି, ପଇସା ଲୋଭରେ ମଣିଷ ବେଳେବେଳେ ଅନ୍ଧ ହେଇକି ମନ୍ଦିର ଆସିବା ଭୁଲି ଯାଉଛି। ଏବଂ ପଇସା ଯେତେବେଳେ ମୁଁ ଆସୁଥିଲି ମନ୍ଦିର, ଯେତେବେଳେ ମୋ ପାଖରେ ପଇସା ହେଇଯାଇଥିଲା ମୁଁ ଆସିପାରୁନଥିଲି ମନ୍ଦିର। ତେଣୁକରି ମୁଁ ନିଜେ ଉପଭୋକ୍ତା ଏବଂ 2001ରୁ ମୁଁ ପ୍ରତିଦିନ ମୁଁ ମନ୍ଦିର ଆସେ। ମାଆଙ୍କ ବିଷୟରେ ଆମେ କ'ଣ କହିବା? ମାଆଙ୍କ ବିଷୟରେ ଭକ୍ତମାନେ ଯେଉଁମାନଙ୍କର ତାଙ୍କର କାର୍ଯ୍ୟ ସକ୍ସେସଫୁଲ୍ ହେଉଛି ଏଠିକି ଆସିକିରି ସେମାନଙ୍କୁ ପଚାରିଲେ ସେମାନେ କହିବେ ଏ ଜାଗାର ମହତ୍ତ୍ୱଟା କେତେ। ବହୁତ ଏ ପୀଠ କଟକର ଆରାଧ୍ୟା ଦେବୀ ମା' ଗଡ଼ଚଣ୍ଡୀ, ବହୁତ ପୁରାତନ ମନ୍ଦିର। ମାଆଙ୍କର ବହୁତ କରୁଣା ଅଛି ଏଠି। ଭକ୍ତମାନଙ୍କର ମାନେ ଘୋର ବିଶ୍ୱାସ ଯେ ଏ ମାଆଙ୍କ ପାଖକୁ ଆସିଲେ ଆମର ପୂଜା ଅର୍ଚ୍ଚନା କଲେ ଆମର କାର୍ଯ୍ୟ ସଫଳ ହେଉଛି। ଆପଣମାନେ ଦେଖିପାରୁଥିବେ ସେପରି ବର୍ତ୍ତମାନ ପୂଜାପୂଜି ଚାଲିଛି ସବୁ ପୀଠରେ, ସବୁ ଯଜମାନମାନେ ଆସିଛନ୍ତି। ବହୁତ ମୁଁ ଶୁଣିବାକୁ ପାଉଛି ଗଡ଼ଚଣ୍ଡୀ ହେଉଛନ୍ତି ମୂଳଟା। ଗଡ଼ଚଣ୍ଡୀ ହେଉଛନ୍ତି ମାନେ ଆମର ଆଦିଶକ୍ତି ମୂଳ ଠାକୁରାଣୀ ହେଉଛନ୍ତି ଗଡ଼ଚଣ୍ଡୀ। ତାଙ୍କ ପରେ କଟକଚଣ୍ଡୀ ଆସିଛନ୍ତି। ଏଇଟା ମାନେ ଅଛି ମାନେ ପୁରୁଣା ଲୋକମାନଙ୍କ ଠାରୁ ଶୁଣିବାକୁ ମିଳୁଛି। ଆମେ ତ ସେ ସମୟରେ ତ ଆମର ଜନ୍ମ ହେଇନି, ଆମେ ଠୋସ୍ ଦେଇକି କହିପାରୁନୁ, କିନ୍ତୁ ଲୋକମାନେ କହନ୍ତି ଯେ କଟକଚଣ୍ଡୀଙ୍କ ପୂର୍ବରୁ ହେଉଛନ୍ତି ଗଡ଼ଚଣ୍ଡୀ। ଅନୁଭବ ପ୍ରବଳ ଅଛି, କିନ୍ତୁ ଠାକୁରାଣୀ ପାଖରେ ଅନୁଭବର କିଛି ନାହିଁ ମୂଲ୍ୟ। କିନ୍ତୁ ଆମେ ଯାହା ଭାବୁଛୁ ଠାକୁରାଣୀଙ୍କ ମହିମା ଅପାର। ସେ ଭିତରେ 15 ବର୍ଷ ଆମେ ବି ଏଇଠି ଦେଖି ଆସୁଛୁ ମାଆଙ୍କର ପୀଠରେ। ଏବଂ ଭକ୍ତଙ୍କର ଆଗମନ, ଶ୍ରଦ୍ଧା ଏବଂ ଆମର ସହାନୁଭୂତି ଦେଖି ମାଆଙ୍କ ପାଖରେ ପର୍ବ ଦଶହରା, ଷୋଳ ପୂଜା ଏବଂ ବାସନ୍ତୀ ଦୁର୍ଗା ପୂଜା, ନବରାତ୍ର ଏବଂ ଶିବରାତ୍ର ଆଉ ହନୁମାନ ଜୟନ୍ତୀ ଏବଂ ରାଧାକୃଷ୍ଣଙ୍କର ଜନ୍ମାଷ୍ଟମୀ, ଅକ୍ଷୟ ତୃତୀୟା, କେତେ ଲୋକ ପ୍ରାୟ ପର୍ବପର୍ବାଣୀରେ ବହୁତ ଲୋକ ଆସନ୍ତି। ଷୋଳ ପୂଜାରେ ଲକ୍ଷାଧିକ ଲୋକ ଅଛନ୍ତି। ନିତ୍ୟ କାମ ଆରମ୍ଭ ହୋଇକି ସକାଳ 5ଟାରେ ମନ୍ଦିର ଖୋଲେ। ସେଇଥିରେ ଆମର ମଙ୍ଗଳ ଆଳତି ହୁଏ, ନୈବେଦ୍ୟ ହୁଏ। ତାପରେ ଭକ୍ତମାନେ ଆସନ୍ତି। 12ଟା ବେଳେ ଅନ୍ନଭୋଗ, ସନ୍ଧ୍ୟାବେଳେ ବାଳଭୋଗ ହୁଏ ଏବଂ ଆଳତି ହୁଏ, ସନ୍ଧ୍ୟା ଆଳତି। ତାପରେ ରାତି 10:30ଟାରେ ଅନ୍ନଭୋଗ ହୁଏ। ଆମର ଇଏ ଅଛନ୍ତି, ବୈଷ୍ଣବୀ ଅଛନ୍ତି, ଏଥିରେ ଆମିଷ ଭୋଗ ନାହିଁ। ଆପଣଙ୍କ ସ୍ୱପ୍ନର ଘର ଏବେ ଆପଣଙ୍କ ହାତ ପାଖରେ। SST ଡେଭଲପର୍ସ ନେଇ ଆସିଛି ଅକ୍ଷତା ବିଲାସ ଡୁପ୍ଲେକ୍ସ ପ୍ରୋଜେକ୍ଟ। ତାହା ପୁଣି ହାଇଟେକ୍ ପାଖ ଭୁବନେଶ୍ୱର ବାଲିଅନ୍ତାରେ। ମାର୍ବଲ ଠାରୁ ଡୋର୍ ପର୍ଯ୍ୟନ୍ତ ଯାହା ଆପଣ ଚାହାନ୍ତି। ତେବେ ଆଉ ଡେରି କାହିଁକି? ବୁକିଂ କରିବା ପାଇଁ ଆଜି ହିଁ ଡାଏଲ୍ କରନ୍ତୁ 8260065195।